ଆଜିର ବିଷୟ ଶବ୍ଦାର୍ଥ ପ୍ରକରଣ। ଶବ୍ଦର ପ୍ରକାର ଭେଦ। ଅର୍ଥଗତ ପ୍ରତୀକ ଦୃଷ୍ଟିରୁ ଓଡ଼ିଆ ଶବ୍ଦକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ, ଯଥା ରୂଢ଼ ଶବ୍ଦ, ଯୌଗିକ ଶବ୍ଦ, ଜଗରୂଢ଼ ଶବ୍ଦ। ପ୍ରଥମେ ରୂଢ଼ ଶବ୍ଦ। ଯେଉଁ ଶବ୍ଦ ତାହାର ପ୍ରକୃତି ପ୍ରତ୍ୟୟଗତ ଅର୍ଥକୁ ପ୍ରକାଶ ନ କରି ଏକ ନୂତନ ଅର୍ଥ ପ୍ରକାଶ କରେ, ଏହି ଶବ୍ଦକୁ ରୂଢ଼ ଶବ୍ଦ କୁହାଯାଏ। ଯଥା ବ୍ୟାଘ୍ର, ଘଟ, ନବନୀତ, ସନ୍ଧ୍ୟା। ବ୍ୟାଘ୍ର ବି ଯୁକ୍ତ ଆ ଯୁକ୍ତ ଘ୍ରା ଯୁକ୍ତ ଅ। ଏହି ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯିଏ ବିଶେଷ ରୂପେ ଆଘ୍ରାଣ କରେ, କିନ୍ତୁ ସାଧାରଣତଃ ଏହା ଏକ ହିଂସ୍ର ଜନ୍ତୁକୁ ବୁଝାଏ। ଏଠାରେ ବ୍ୟାଘ୍ରର ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ ପାଇ ବିଭିନ୍ନ ଅର୍ଥ ପ୍ରକାଶ ପାଇବାରୁ ଏହାକୁ ଏକ ରୂଢ଼ ଶବ୍ଦ ବୋଲି କହନ୍ତି। ଘଟ ଘଟ ଯୁକ୍ତ ଅ। ଘଟ ଧାତୁର ଅର୍ଥ ଚେଷ୍ଟା କରିବା, ମାତ୍ର ଘଟ ଶବ୍ଦର ଅର୍ଥ ହେଲା କଳସୀ ବା ମାଠିଆ। ଏଠାରେ ଘଟର ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ ପାଇ ଭିନ୍ନ ଅର୍ଥ ପ୍ରକାଶ ପାଉଥିବାରୁ ଏହା ଏକ ରୂଢ଼ ଶବ୍ଦ। ନବନୀତ ନବ ଯୁକ୍ତ ନି ଯୁକ୍ତ କ୍ତ। ଏହା ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ନୂଆ କରି ନିଆଯାଇଥିବା, କିନ୍ତୁ ଏହା ଲହୁଣୀ ଅର୍ଥରେ ବ୍ୟବହୃତ ହୁଏ। ଏଠାରେ ନବନୀତ ର ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ ପାଇ ଭିନ୍ନ ଅର୍ଥ ପ୍ରକାଶ ପାଉଥିବାରୁ ଏହା ଏକ ରୂଢ଼ ଶବ୍ଦ। ସନ୍ଧ୍ୟା ସମ ଯୁକ୍ତ ଧା ଯୁକ୍ତ ଇ ଯୁକ୍ତ ଯ ଯୁକ୍ତ ଆ। ଏହା ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ମିଳନ ଯଜ୍ଞା, କିନ୍ତୁ ଏହା ରାତ୍ରିର ଆରମ୍ଭ ସମୟ ଅର୍ଥରେ ପ୍ରଯୁକ୍ତ ହୁଏ। ଏଠାରେ ସନ୍ଧ୍ୟାର ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ ପାଇ ଭିନ୍ନ ଅର୍ଥ ପ୍ରକାଶ ପାଉଥିବାରୁ ଏହା ଏକ ରୂଢ଼ ଶବ୍ଦ। କେତେକ ରୂଢ଼ ଶବ୍ଦ ସହିତ ଅନ୍ୟ ଶବ୍ଦ ମିଶିଲେ ତାହା ଅର୍ଥଗତ ପରିବର୍ତ୍ତନ ଘଟିଥାଏ, ଯଥା ମାରିବା। ଏହା ଅନ୍ୟ କେତେକ ଶବ୍ଦ ସହ ଯୁକ୍ତ ହେଲେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରିଥାଏ, ଯଥା ଲୁଣ ମାରିବା, ଲୁଣ ମାରିବା। ସମୁଦ୍ର ଜଳରୁ ଲୁଣ ପ୍ରସ୍ତୁତ କରିବା। ତାଳି ଯୁକ୍ତ ମାରିବା, ତାଳି ମାରିବା। ହାତ ଦ୍ୱାରା ଶବ୍ଦ କରିବା। ବାଣ ଯୁକ୍ତ ମାରିବା, ବାଣ ମାରିବା। ବାଣ ଫୁଟାଇବା ବା ଶର ନିକ୍ଷେପ କରିବା। ଘିଅ ଯୁକ୍ତ ମାରିବା, ଘିଅ ମାରିବା। ଲହୁଣୀରୁ ଘିଅ ତିଆରି କରିବା ବା ବାହାର କରିବା। ଏହିପରି ଅନେକ ରୂଢ଼ ଶବ୍ଦ ଭାଷାରେ ରୂଢ଼ି ରୂପରେ ପ୍ରଚଳିତ ହେଉଅଛି। ଯୌଗିକ ଶବ୍ଦ। ଯେଉଁ ଶବ୍ଦ ତାହାର ପ୍ରକୃତି ପ୍ରତ୍ୟୟଗତ ଅର୍ଥକୁ ପ୍ରକାଶ କରେ ତାହା ହେଲା ଯୌଗିକ ଶବ୍ଦ, ଯଥା ପାଠକ ପଠ ଯୁକ୍ତ ଅକ। ଏହା ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯିଏ ପଢ଼େ। ଏହାର ବ୍ୟବହାରଗତ ଅର୍ଥ ମଧ୍ୟ ସେଇଆ। ଏହାର ବ୍ୟବହାର କୌଣସି ଭିନ୍ନ ଅର୍ଥ ପ୍ରକାଶ ପାଏ ନାହିଁ, ତେଣୁ ଏହା ଏକ ଯୌଗିକ ଶବ୍ଦ। ହଳିଆ ହଳ ଯୁକ୍ତ ଇଆ। ଯାହାର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯିଏ ହଳ କରେ। ଏହା ବ୍ୟବହାରଗତ ଅର୍ଥ ମଧ୍ୟ ସେଇଆ, ତେଣୁ ଏହା ଏକ ଯୌଗିକ ଶବ୍ଦ। ଖାଦ୍ୟ ଖାଦ ଯୁକ୍ତ ଜ। ଏହା ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଖାଇବା ଯୋଗ୍ୟ ପଦାର୍ଥ। ବ୍ୟବହାରଗତ ଅର୍ଥ ବ୍ୟୁତ୍ପତ୍ତିଗତ ଅର୍ଥ ସହ ସମାନ, ଏଣୁ ଏହା ଏକ ଯୌଗିକ ଶବ୍ଦ। ଘରୁଆ ଘର ଯୁକ୍ତ ଉଆ। ଏହାର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯିଏ ଘରେ ରୁହେ। ବ୍ୟବହାରଗତ ଅର୍ଥ ବ୍ୟୁତ୍ପତ୍ତିଗତ ଅର୍ଥ ସହ ସମାନ, ତେଣୁ ଏହା ଏକ ଯୌଗିକ ଶବ୍ଦ। ଜଗରୂଢ଼ ଶବ୍ଦ। ଯେଉଁ ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ଅନେକ ବସ୍ତୁକୁ ବୁଝାଇବା ସମ୍ଭବପର ହୋଇଥିଲେ ମଧ୍ୟ ତାହା ମାତ୍ର ଗୋଟିଏ ବସ୍ତୁକୁ ବୁଝାଏ, ତାକୁ ଜଗାରୂଢ଼ ଶବ୍ଦ କୁହାଯାଏ। ଅର୍ଥାତ୍ ଯେଉଁ ଯୌଗିକ ଶବ୍ଦ ଗୁଡ଼ିକ ତାହାର ବ୍ୟୁତ୍ପତ୍ତିଗତ ଅର୍ଥକୁ ପ୍ରକାଶ କରିବା ସହିତ କୌଣସି ବିଶେଷ ଅର୍ଥ ପ୍ରକାଶ କରେ ତାହା ହିଁ ଜଗରୂଢ଼ ଶବ୍ଦ ଭାବରେ ଗୃହୀତ ହୁଏ। ଯଥା ପଙ୍କଜ ପଙ୍କ ଯୁକ୍ତ ଜନ୍ ଯୁକ୍ତ ଆ। ଏହାର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯିଏ ପଙ୍କରୁ ଜାତ। ପଙ୍କରୁ ଗେଣ୍ଡା, ଶାମୁକା, ପଦ୍ମ ଆଦି ବିଭିନ୍ନ ପ୍ରକାରର ପଦାର୍ଥ ଜନ୍ମିବା ସ୍ୱାଭାବିକ ହୋଇଥିଲେ ହେଁ ପଙ୍କଜ ଶବ୍ଦ ସେସବୁକୁ ନ ବୁଝାଇ କେବଳ ପଦ୍ମକୁ ବୁଝାଇଥାଏ, ଏଣୁ ଏହା ଏକ ଜଗାରୂଢ଼ ଶବ୍ଦ। ଦନ୍ତୀ ଦନ୍ତ ଯୁକ୍ତ ଅସ୍ତ୍ୟର୍ଥେ ଇନ୍। ଏହାର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯାହାର ଦନ୍ତ ଅଛି। ମନୁଷ୍ୟ, ଗୋରୁ, ଅଶ୍ୱ, ଶ୍ୱାନ ଆଦି ବହୁ ପ୍ରାଣୀଙ୍କର ଦନ୍ତ ଅଛି, କିନ୍ତୁ ଦନ୍ତୀ ଶବ୍ଦର ଏସବୁକୁ ନ ବୁଝାଇ କେବଳ ହାତୀକୁ ହିଁ ବୁଝାଇଥାଏ, ତେଣୁ ଏହା ଏକ ଜଗରୂଢ଼ ଶବ୍ଦ। ଲେଖନୀ ଲେଖ ଯୁକ୍ତ ଅନ୍ ଯୁକ୍ତ ଦୀର୍ଘଇ। ଏହା ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯେକୌଣସି ଲେଖିବା ଉପକରଣ, ଯଥା ଖଡ଼ି, କଲମ, ପେନସିଲ ପ୍ରଭୃତି, କିନ୍ତୁ ଲେଖନୀ ଶବ୍ଦ ଏସବୁକୁ ନ ବୁଝାଇ ମୁଖ୍ୟତଃ ତାଳପତ୍ର ଉପରେ ଲେଖିବା ପାଇଁ ଲୌହ ନିର୍ମିତ ଉପକରଣକୁ ବୁଝାଏ। ତେଣୁ ଏହାକୁ ଜଗାରୂଢ଼ ଶବ୍ଦ ବୋଲି କୁହାଯାଏ। ଶିଷ୍ୟ ଶାସ ଯୁକ୍ତ ଜ। ଏହାର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ଯିଏ ଶାସନ ଯୋଗ୍ୟ। ଶାସନର ଯୋଗ୍ୟ ସମସ୍ତେ ହୋଇପାରନ୍ତି, ଯଥା ପ୍ରଜା, ଛାତ୍ର, ସୈନିକ, କର୍ମଚାରୀ ପ୍ରଭୃତି, କିନ୍ତୁ ଶିଷ୍ୟ ଶବ୍ଦ କେବଳ ଛାତ୍ରକୁ ବୁଝାଉଥିବାରୁ ଏହା ଏକ ଜଗାରୂଢ଼ ଶବ୍ଦ। ଅର୍ଥ ପ୍ରକାଶର ପ୍ରକାର ଭେଦ। ଗୋଟିଏ ସାର୍ଥକ ଶବ୍ଦ ଏକ ନିର୍ଦ୍ଦିଷ୍ଟ ବସ୍ତୁ ବା ଭାବକୁ ପ୍ରକାଶ କରିଥାଏ। ବେଳେବେଳେ ପ୍ରସଙ୍ଗ ଅନୁସାରେ ଏକ ଶବ୍ଦ ବିଭିନ୍ନ ଅର୍ଥକୁ ମଧ୍ୟ ପ୍ରକାଶ କରିଥାଏ। ଶବ୍ଦର ଅର୍ଥ ପ୍ରକାଶର ରୀତିକୁ ତିନି ଭାଗରେ ବିଭକ୍ତ କରାଯାଏ, ଯଥା
ଅବିଧା ଶକ୍ତି, ଲକ୍ଷଣା ଶକ୍ତି ଓ ବ୍ୟଞ୍ଜନା ଶକ୍ତି। ଅବିଧା ଶକ୍ତି, ଯେତେବେଳେ ବାକ୍ୟର ପ୍ରତ୍ୟେକ ପଦ ନିଜର ମୌଳିକ ବା ସ୍ୱାଭାବିକ ଅର୍ଥକୁ ପ୍ରକାଶ କରନ୍ତି ସେତେବେଳେ ଏହି ଅର୍ଥକୁ ଶବ୍ଦର ଅବିଧା ଶକ୍ତି ବୋଲି କୁହାଯାଏ। ଉଦାହରଣ ସ୍ୱରୂପ, ମା ଭାତ ରାନ୍ଧୁଛନ୍ତି। ଏହି ବାକ୍ୟର ପ୍ରତ୍ୟେକ ଦିନ ନିଜର ସ୍ୱାଭାବିକ ଅର୍ଥ ପ୍ରକାଶ କରୁଛନ୍ତି, ଅର୍ଥାତ୍ ବାକ୍ୟର ପ୍ରତ୍ୟେକ ଶବ୍ଦ ଅବିଧେୟ ଅର୍ଥରେ ହିଁ ପ୍ରଯୁକ୍ତ ହୋଇଛି। ଅବିଧା ଦ୍ୱାରା ଅର୍ଥ ପ୍ରକାଶିତ ହେଉଥିବାରୁ ଏହାକୁ ଅବିଧେୟାର୍ଥ, ବାଚ୍ୟାର୍ଥ ବା ସକାର୍ଥ ନାମରେ ମଧ୍ୟ ଉଲ୍ଲେଖ କରାଯାଏ। ଲକ୍ଷଣା ଶକ୍ତି, ଶବ୍ଦର ଯେଉଁ ଶକ୍ତି ଆକ୍ଷରିକ ଅର୍ଥକୁ ବାଧା ଦେଇ ଆକ୍ଷରିକ ଅର୍ଥ ସହ ସମ୍ପୃକ୍ତ ଅନ୍ୟ ଏକ ଅର୍ଥକୁ ବୁଝାଏ ସେହି ଶକ୍ତିକୁ ଲକ୍ଷଣା ଶକ୍ତି କୁହାଯାଏ। ଉଦାହରଣ ସ୍ୱରୂପ, ପ୍ରାଚୀନ ଉତ୍କଳ ଥିଲା ଏକ କଳାର ପୂଜାରୀ। ଉତ୍କଳ ଏକ ରାଜ୍ୟ, ଏହା କଳାର ପୂଜା କରିବା ସମ୍ଭବପର ନୁହେଁ। ଏଠାରେ ଉତ୍କଳ ଓ ପୂଜାରୀ ଶବ୍ଦଦ୍ୱୟର ଅବିଧେୟାର୍ଥେ ଅନ୍ୱୟଯୋଗ୍ୟ ନୁହେଁ। ଏହି ଉକ୍ତିଟିର ସାର୍ଥକତା ପାଇଁ ବୁଝିବାକୁ ହେବ ଯେ ଉତ୍କଳର ଅଧିବାସୀମାନେ କଳାର ପୂଜାରୀ ଥିଲେ। ଏଠାରେ ଉତ୍କଳ ଶବ୍ଦ ଦ୍ୱାରା ଉତ୍କଳର ଅଧିବାସୀ ବୋଲି ବୁଝିବାକୁ ହେବ। ଏହା ଶବ୍ଦର ଲକ୍ଷଣା ଶକ୍ତି ବଳରେ ସମ୍ଭବପର ହୋଇଅଛି। ଠାକୁର ଭୋଗ ଖାଇସାରିବା ପରେ ସମସ୍ତେ ପ୍ରସାଦ ସେବନ କରିବେ। ଏହି ବାକ୍ୟରେ ଠାକୁର ଭୋଗ ଖାଇବା କଥା ଉଲ୍ଲେଖ କରାଯାଇଛି। ପ୍ରକୃତରେ ଠାକୁର କ'ଣ ଭୋଗ ଖାଆନ୍ତି? ନା, ଠାକୁର ଭୋଗ ଖାଆନ୍ତି ନାହିଁ। ଠାକୁର ଓ ଭୋଗ ଖାଇବାର ଏହି ଦୁଇଟି ପଦର ଅଭିଧେୟାର୍ଥେ ଅନ୍ୱୟଯୋଗ୍ୟ ନୁହେଁ। ପ୍ରକୃତ ଅର୍ଥ ହେଉଛି ଠାକୁରଙ୍କ ନିକଟରେ ଭୋଗକୁ ସମର୍ପଣ କରିବା। ଏହି ଅର୍ଥ ଶବ୍ଦର ଲକ୍ଷଣା ଶକ୍ତି ବଳରେ ସମ୍ଭବ ହୋଇଅଛି। ଅନୁରୂପ ଉଦାହରଣ ହେଲା, ମହାଭାରତ ଗ୍ରନ୍ଥ ହେଉଛି ଏକ ଜ୍ଞାନମୟ ପ୍ରଦୀପ, କାଶ୍ମୀର ହେଉଛି ଭୂସ୍ୱର୍ଗ, ଗାନ୍ଧୀଜୀ ଥିଲେ ଅହିଂସାର ପ୍ରତିମୂର୍ତ୍ତି ଇତ୍ୟାଦି। ବ୍ୟଞ୍ଜନା ଶକ୍ତି, ଯେଉଁ ଶକ୍ତି ମାଧ୍ୟମରେ ଶୋଚନୀୟ ନିଜର ଆକ୍ଷରିକ ଅର୍ଥକୁ ପ୍ରକାଶ ନ କରି ଅଥବା ଆକ୍ଷରିକ ଅର୍ଥକୁ ଲୁକ୍କାୟିତ କରି ନୂତନ ଅର୍ଥ ପ୍ରକାଶ କରେ ତାକୁ ଶବ୍ଦର ବ୍ୟଞ୍ଜନା ଶକ୍ତି କୁହାଯାଏ। ଏତାଦୃଶ ଶବ୍ଦାର୍ଥ ବା ବାକ୍ୟାର୍ଥ ବ୍ୟଙ୍ଗାର୍ଥ ମଧ୍ୟ କୁହାଯାଇଥାଏ। ଉଦାହରଣ ସ୍ୱରୂପ, ବୁଢ଼ାଟିଏ ହୋଇଥାଏ। ଗୁରୁଜନମାନେ ଆଶୀର୍ବାଦ କଲାବେଳେ ପିଲାକୁ ଏପରି କହିଥାନ୍ତି, ତଦ୍ୱାରା ସେ କ'ଣ ପିଲା ଚଞ୍ଚଳ ବୁଢ଼ା ହୋଇଯିବା ପାଇଁ କହନ୍ତି? ତାହା ନୁହେଁ। ତାଙ୍କର ଅଭିପ୍ରାୟ ହେଲା ପିଲାଟି ଦୀର୍ଘଜୀବୀ ହେଉ। ଏଠାରେ ବୁଢ଼ାଟିଏ ହୋଇଥାର ଆକ୍ଷରିକ ଅର୍ଥକୁ ଦୀର୍ଘଜୀବୀ ହେବା ଅର୍ଥରେ ପ୍ରକାଶ ପାଉନାହିଁ। ଏହା ଏକ ନୂତନ ଅର୍ଥ। ଏହି ଅର୍ଥ ଶବ୍ଦର ବ୍ୟଞ୍ଜନା ଶକ୍ତି ବଳରେ ସମ୍ଭବ ହୋଇଅଛି। ଆଜ୍ଞା, ମୁଁ ଆସୁଛି। ଏହିପରି କହୁଥିବା ଲୋକଟି ପ୍ରକୃତରେ ଆସୁନଥାଏ, ଯାଉଥାଏ। ସେଠାରେ ମୁଁ ଆସୁଛି ବୋଲି ବକ୍ତା କହୁଥିଲେ ବି ତାର ଅଭିପ୍ରାୟ ହେଉଛି ମୁଁ ଯାଉଛି। ଏଣୁ ଏଠାରେ ମୁଁ ଆସୁଛିର ଆକ୍ଷରିକ ଅର୍ଥ ପ୍ରକାଶ ନ ପାଇ ଏକ ନୂତନ ଅର୍ଥ ମୁଁ ଯାଉଛି ବୋଲି ପ୍ରକାଶିତ ହେଉଛି। ଫଳରେ ଏଠାରେ ଶବ୍ଦର ଅର୍ଥ ବ୍ୟଞ୍ଜନାତ୍ମକ ବା ବ୍ୟଙ୍ଗାତ୍ମକ ହୋଇଅଛି। ଅନୁରୂପ ଉଦାହରଣ ହେଲା, ଝିଅ ତୋର କାଚ ବଜ୍ର ହେଉ। ମଣିମା ଆପଣ ରାଜ୍ୟରେ ବୈଦ୍ୟ ଭିକ ମାଗନ୍ତୁ। ପୁତ୍ର ତୁ ସର୍ବଦା ଗିରି ଶୀର୍ଷରେ ବସିଥା। ଗ୍ରାମବାସୀଗଣ ଏଠାରେ ନିର୍ବାଚିତ କଲେ ମୁଁ ଗାଁକୁ ଘିଅ ମହୁରେ ଭସାଇ ଦେବି। ବିଶେଷ ଦ୍ରଷ୍ଟବ୍ୟ, ଲକ୍ଷ୍ୟାର୍ଥ ଓ ବ୍ୟଙ୍ଗାର୍ଥ ସାହିତ୍ୟକୁ ମଧୁର ତଥା ହୃଦୟଗ୍ରାହୀ କରିଥାଏ। ଆମର ବହୁ ପ୍ରବାଦ ଓ ପ୍ରବଚନ ଏହି ଲକ୍ଷ୍ୟାର୍ଥ ଓ ବ୍ୟଙ୍ଗାର୍ଥରୁ ସୃଷ୍ଟ। ଅର୍ଥ ବୈଷମ୍ୟ, ଆମ ଭାଷାରେ ଏପରି କେତେକ ଶବ୍ଦ ଅଛି ଯେଉଁଗୁଡ଼ିକର ଅର୍ଥ ଆପାତତଃ ସମାନ ବୋଧ ହୁଏ, କିନ୍ତୁ ସୂକ୍ଷ୍ମ ଭାବରେ ଅନୁଶୀଳନ କଲେ ସେମାନଙ୍କର ଅର୍ଥଗତ ପାର୍ଥକ୍ୟ ଜଣାପଡ଼େ। ଏହାକୁ ଅର୍ଥ ବୈଷମ୍ୟ କହନ୍ତି। ଅର୍ଥ ବୈଷମ୍ୟ ନ ଜାଣି ଏକ ଶବ୍ଦ ପରିବର୍ତ୍ତେ ଅନ୍ୟ ଶବ୍ଦ ବାକ୍ୟରେ ବ୍ୟବହାର କଲେ ঈପ୍ସିତ ଭାବ ପ୍ରକାଶ ପାଇନଥାଏ। ଉଦାହରଣ ସ୍ୱରୂପ, ମଧୁର ଶବ୍ଦର ଅର୍ଥ ମିଷ୍ଟ ବୋଲି କୁହାଯାଏ, କିନ୍ତୁ ମହାରାଜା ନଳଙ୍କର ଆକୃତି ମିଷ୍ଟ ଥିଲା ଏପରି ପ୍ରୟୋଗ ସଙ୍ଗତ ନୁହେଁ। ଅର୍ଥ ଧନ, ଅର୍ଥକୁ ଧନ କୁହାଯାଇପାରେ, ମାତ୍ର ସବୁ ଧନ ଅର୍ଥ ନୁହେଁ। ଟଙ୍କା ପଇସା ପ୍ରଭୃତିକୁ ଅର୍ଥ କୁହାଯାଏ। ଧାତୁ ଦ୍ରବ୍ୟ ଗୋରୁ ଶସ୍ୟ ପ୍ରଭୃତି ଧନ ଅଟେ। ଅର୍ଥ ନଥାଇ ମଧ୍ୟ ବ୍ୟକ୍ତି ଧନବାନ ହୋଇପାରେ। ଅର୍ଥ ପ୍ରତିଶବ୍ଦ, କୌଣସି ଶବ୍ଦ ମନର ଯେକୌଣସି ଭାବ ପ୍ରକାଶ କରେ ତାହାର ବ୍ୟାଖ୍ୟା ହିଁ ସେହି ଶବ୍ଦର ଅର୍ଥ। ଏକାଧିକ ଶବ୍ଦର ଅର୍ଥ ଏକ ହୋଇଥିଲେ ସେହି ଶବ୍ଦଗୁଡ଼ିକ ପ୍ରତ୍ୟେକ ଅନ୍ୟଟିର ପ୍ରତିଶବ୍ଦ। ବାରି ଶବ୍ଦର ଅର୍ଥ ଜଳ। ପ୍ରତିଶବ୍ଦ ଜୀବନ, ନୀର, ଉଦକ, ସଲିଳ। ଅଗଣ୍ୟ, ନଗଣ୍ୟ, ଯାହାର ଗଣି ଶେଷ କରିହୁଏ ନାହିଁ ତାହାକୁ ଅଗଣ୍ୟ କହନ୍ତି। ଯାହା ଅତି ସାମାନ୍ୟ
ଗଣିବାର ଉପଯୁକ୍ତ ନୁହେଁ ତାହା ନଗଣ୍ୟ କହନ୍ତି। ଅପରାଧ ପାପ, ସବୁ ଅପରାଧକୁ ପାପ କହନ୍ତି, କିନ୍ତୁ ସବୁ ପାପକୁ ଅପରାଧ କୁହାଯାଏ ନାହିଁ। ଯେଉଁ ଅନ୍ୟାୟ କାର୍ଯ୍ୟ ସକାଶେ ଲୋକେ ବିଚାରାଳୟରେ ଦଣ୍ଡନୀୟ ହୁଅନ୍ତି ତାହାକୁ ଅପରାଧ କହନ୍ତି। ଗୁରୁଜନଙ୍କୁ ସମ୍ମାନ ନ କରିବା ପାପ ଅଟେ, ମାତ୍ର ଅପରାଧ ନୁହେଁ। ଆଜ୍ଞା ଅନୁମତି, ଆଜ୍ଞା ପୂର୍ବ ପ୍ରାର୍ଥନାର ଅପେକ୍ଷା ରଖେ ନାହିଁ। ଆଜ୍ଞା ପୂର୍ବ ପ୍ରାର୍ଥନାର ଅପେକ୍ଷା ରଖେ ନାହିଁ। ଅନୁମତି ପୂର୍ବ ପ୍ରାର୍ଥନାର ଅପେକ୍ଷା ରଖେ। ଦୋଷ ଅପରାଧ, ସବୁ ଅପରାଧ ଦୋଷ ଅଟେ, ମାତ୍ର ସବୁ ଦୋଷ ଅପରାଧ ନୁହେଁ। ଅପରାଧ ମାତ୍ରକେ ଦଣ୍ଡନୀୟ, କିନ୍ତୁ ଦୋଷ ମାତ୍ରକେ ଦଣ୍ଡନୀୟ ନୁହେଁ। ସୁରାପାନ ଏକ ଦୋଷ, ଅପରାଧ ନୁହେଁ। ଚୋରି କରିବା ଏକ ଅପରାଧ ଅଟେ। ଚଞ୍ଚଳ ଚପଳ, ଚଞ୍ଚଳ ଭଲ ଉଦ୍ଦେଶ୍ୟରେ ଓ ଚପଳ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଉଦ୍ବେଗ ଓ ଉତ୍କଣ୍ଠା, ଉଦ୍ବେଗରେ ଆକୁଳତାର ଓ ଉତ୍କଣ୍ଠାରେ ଅଧୈର୍ଯ୍ୟର ଆଧିକ୍ୟ ଥାଏ। ପ୍ରେମ, ସ୍ନେହ ଓ ଶ୍ରଦ୍ଧା, ସ୍ନେହଠାରୁ ପ୍ରେମ ଗାଢ଼ତର। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ହୁଏ। ପିତା ଓ ପୁତ୍ର କନ୍ୟାଙ୍କଠାରେ ସ୍ନେହ ହୁଏ। ଗୁରୁଜନଙ୍କଠାରେ ତଥା ବିଶେଷ କାର୍ଯ୍ୟରେ ଶ୍ରଦ୍ଧା ହୁଏ। ଶ୍ରଦ୍ଧା ହେଉଛି ଆଗ୍ରହର ଆତିଶଯ୍ୟ, ସ୍ନେହ ହେଉଛି ହାର୍ଦ୍ଦିକ ବନ୍ଧନ, ପ୍ରେମ ହେଉଛି ସ୍ନେହର ଅତିଶଯ୍ୟ। ଆଶ୍ଚର୍ଯ୍ୟ ବିସ୍ମୟ, ଆଶ୍ଚର୍ଯ୍ୟରେ ଦୁଃଖ ମିଶ୍ରିତ ହେଲେ ତାହାକୁ ବିସ୍ମୟ କହନ୍ତି। ବିଳାପ ରୋଦନ, ବିଳାପ ଶବ୍ଦଯୁକ୍ତ, ମାତ୍ର ରୋଦନ ସଶବ୍ଦ ବା ନୀରବ ହୋଇପାରେ। ଅନୁଗ୍ରହ ଅନୁକମ୍ପା, ଜଣଙ୍କ ଉପରେ ସନ୍ତୁଷ୍ଟ ହୋଇ ତାହାର ଅଭୀଷ୍ଟ ପୂରଣ କରିବା ବା ଅନିଷ୍ଟ ନିବାରଣ କରିବା ଅନୁଗ୍ରହ ଅଟେ। ପରର ଦୁଃଖରେ ନିଜେ ଦୁଃଖିତ ହୋଇ ତାହାର ଦୁଃଖ ହରଣ କରିବାର ଇଚ୍ଛା ଅନୁକମ୍ପା ଅଟେ। ଦୟା କୃପା, ଦୟା ସଚରାଚର ମନୁଷ୍ୟ କ୍ଷେତ୍ରରେ, କୃପା ଦେବତାଙ୍କ ନିମିତ୍ତ ପ୍ରୟୋଗ କରାଯାଇଥାଏ। ପରର ଦୁଃଖ ଦୂର କରିବାକୁ ଦୟା କହନ୍ତି। ଇଷ୍ଟସିଦ୍ଧି ପାଇଁ ଦେବତାଙ୍କର କୃପା ଭିକ୍ଷା କରନ୍ତି। ଆଶ୍ଚର୍ଯ୍ୟ ଅଦ୍ଭୁତ, ଅଦ୍ଭୁତ ଆଶ୍ଚର୍ଯ୍ୟ ଅପେକ୍ଷା ଗୁରୁତର। କୌଣସି ବସ୍ତୁ ବା କାର୍ଯ୍ୟ ଯୁଗପତ୍ ଆଶ୍ଚର୍ଯ୍ୟ ଓ ଭୟ ଜନ୍ମାଉଥିବା ତାକୁ ଅଦ୍ଭୁତ କୁହାଯାଇଥାଏ। ଆଶ୍ଚର୍ଯ୍ୟ ଚମତ୍କାର, ଆଶ୍ଚର୍ଯ୍ୟର ଗାଢ଼ ଅବସ୍ଥାକୁ ଚମତ୍କାର କୁହାଯାଏ। ନିନ୍ଦା ଗ୍ଳାନି, ଜଣେ ବ୍ୟକ୍ତି ଗର୍ହିତ ଆଚରଣ କରିଥିଲେ ନିନ୍ଦାର ଯୋଗ୍ୟ ହୁଏ। ଜଣେ ନିର୍ଦ୍ଦୋଷ ଲୋକକୁ ମିଛରେ ନିନ୍ଦା କରିବାକୁ ଗ୍ଳାନି କହନ୍ତି। ଅସ୍ତ୍ର ଶସ୍ତ୍ର, ଯାହା କ୍ଷେପଣ କରାଯାଏ ତାହା ଅସ୍ତ୍ର, ଯାହା ହସ୍ତରେ ଧାରଣ କରାଯାଇଥାଏ କରି ବ୍ୟବହାର କରାଯାଏ ତାକୁ ଶସ୍ତ୍ର କହନ୍ତି। ତୀର ବାର୍ଚ୍ଛା ପ୍ରଭୃତି ଅସ୍ତ୍ର, ଖଡ୍ଗ ଗଦା ତରବାରୀ ପ୍ରଭୃତି ଶସ୍ତ୍ର। ଆଶ୍ରୟ ଅବଲମ୍ବନ, ଯାହା ସମ୍ପୂର୍ଣ୍ଣ ରୂପେ ରକ୍ଷା କରେ ତାହା ଆଶ୍ରୟ ଏବଂ ଯାହା ଉପରେ ନିର୍ଭର କରାଯାଏ ତାହା ଅବଲମ୍ବନ। ବର୍ଷା ସମୟରେ ସେ ଗଛ ମୂଳରେ ଆଶ୍ରୟ ନେଲେ, ଖଣ୍ଡିଏ କାଠ ଅବଲମ୍ବନ କରି ସେ ନଈ ପାରି ହେଲେ। ପ୍ରଶଂସା ସ୍ତୁତି, ଜଣଙ୍କର କାର୍ଯ୍ୟ ଉଚ୍ଚକୋଟୀର ହୋଇଥିଲେ ତାଙ୍କୁ ପ୍ରଶଂସା କରାଯାଏ। ପ୍ରଭୁ ଭୃତ୍ୟକୁ ବା ଭୃତ୍ୟ ପ୍ରଭୁଙ୍କୁ ପ୍ରଶଂସା କରିପାରେ। ନିଜେ କିଛି ଅନୁଗ୍ରହ ଆଶା କରି ଉଚ୍ଚ ପଦବିସ୍ଥ ବ୍ୟକ୍ତି ବା ଦେବତାଙ୍କର ଗୁଣ କୀର୍ତ୍ତନ କରିବାର ନାମ ସ୍ତୁତି। ସ୍ତୁତି ସର୍ବଦା ସତ୍ୟ ଉପରେ ଆଧାରିତ ହୋଇନଥାଏ। ଆବିଷ୍କାର ଉଦ୍ଭାବନ, ଯାହା ପୂର୍ବେ ଥିଲା ଅଥଚ କେହି ଜାଣିନଥିଲେ ତାହା ପ୍ରକାଶ କରିବାକୁ ଆବିଷ୍କାର କହନ୍ତି। ପୂର୍ବେ ନଥିବା କୌଣସି ପଦାର୍ଥକୁ ନିର୍ମାଣ କରିବାକୁ ଉଦ୍ଭାବନ କହନ୍ତି। କଲମ୍ବସ୍ ଆମେରିକା ଆବିଷ୍କାର କରିଥିଲେ। ଜନ୍ ବେୟର୍ଡ ଟେଲିଭିଜନ ଉଦ୍ଭାବନ କରିଥିଲେ। ବିଚାର ବିବେଚନା, ଲୋକ ମନେ ମନେ ବା ଅନ୍ୟମାନଙ୍କର ସଙ୍ଗେ ବିଚାର କରିପାରେ, ମାତ୍ର ବିବେଚନା ଅନ୍ୟର ଅପେକ୍ଷା ରଖେ ନାହିଁ। ସଂସାର ପୃଥିବୀ, ସମସ୍ତ ଜଗତ ବା ବ୍ରହ୍ମାଣ୍ଡକୁ ସଂସାର କୁହାଯାଇପାରେ। ଆମେ ଯେଉଁ ଗୋଲକରେ ବାସ କରୁ ତାହାର ନାମ ପୃଥିବୀ। ଧୀର ସ୍ଥିର, ଚଞ୍ଚଳରେ ବିପରୀତ ଧୀର କହନ୍ତି। ସ୍ଥିର ଅର୍ଥ ଅଟଳ। ଅଧିକ ଅନେକ, ଅଧିକ ସପେକ୍ଷ, ମାତ୍ର ଅନେକ ସାପେକ୍ଷ ନୁହେଁ। ରାମଠାରୁ ହରିର ଅଧିକ ଟଙ୍କା ଅଛି, କୃଷ୍ଣର ଅନେକ ଟଙ୍କା ଅଛି। ସେନା ଓ ସୈନ୍ୟ, ସୈନ୍ୟମାନଙ୍କର ଦଳ, ହସ୍ତୀ, ରଥ ପ୍ରଭୃତି ପୁରାତନ ଯୁଗରେ ଏବଂ ଟ୍ୟାଙ୍କ, ଯୁଦ୍ଧ ବିମାନ ପ୍ରଭୃତି ଆଧୁନିକ ଯୁଗରେ ସମୁଦାୟକୁ ସେନା କହନ୍ତି। ସୈନ୍ୟ ଜଣେ ଯୋଦ୍ଧା। ପର୍ଯ୍ୟଟନ ଭ୍ରମଣ, ଭ୍ରମଣ ଅପେକ୍ଷା ପର୍ଯ୍ୟଟନ ବ୍ୟାପକ। ପୁଷ୍କରିଣୀ ସରୋବର ହ୍ରଦ, ପୁଷ୍କରିଣୀ ଠାରୁ ସରୋବର ବୃହତ୍ତର, ସରୋବର ଠାରୁ ହ୍ରଦ ବୃହତ୍ତର। ପୁଷ୍କରିଣୀ ଓ ସରୋବର କୃତ୍ରିମ ଜଳାଶୟ, ହ୍ରଦ ପ୍ରାକୃତିକ ଜଳାଶ୍ରୟ। ମୁନି ଓ ଋଷି, ମନକୁ ଈଶ୍ୱରଙ୍କଠାରେ ସମର୍ପଣ କରିବାକୁ ସାଧକକୁ ମୁନି କୁହାଯାଏ। ବେଦ ମନ୍ତ୍ରର ଦ୍ରଷ୍ଟାମାନଙ୍କୁ ଋଷି କୁହାଯାଏ। ସନକ, ସନନ୍ଦନ ପ୍ରଭୃତି ମୁନି ଅଟନ୍ତି। ବିଶ୍ୱାମିତ୍ର, ଭରଦ୍ୱାଜ ପ୍ରଭୃତି ଋଷି ଅଟନ୍ତି। ମନ, ହୃଦୟ, ଯେକୌଣସି ବିଷୟରେ ଚିନ୍ତା ମନର କାର୍ଯ୍ୟ ଅଟେ। ଯେଉଁ କାର୍ଯ୍ୟରେ ମନର କମଳ ଭାବନାମାନ ପ୍ରକାଶିତ ହୁଏ ତାହା ହୃଦୟର କାର୍ଯ୍ୟ ଅଟେ, ଯେପରି ସ୍ନେହ, ଦୟା ଇତ୍ୟାଦି। ଜ୍ଞାନ, ବୁଦ୍ଧି, ଯେକୌଣସି ବିଷୟରେ ଜାଣିଲେ
ଜ୍ଞାନ ଜନ୍ମେ। ବୁଦ୍ଧି ମନର ଗୋଟିଏ ବୃତ୍ତି। ବୃତ୍ତି ଦ୍ୱାରା ଲୋକେ ବିଚାର କରିପାରନ୍ତି। ଶ୍ରୁତି ମତି ବୁଦ୍ଧି। ପ୍ରଜ୍ଞା ପ୍ରତିଭା। ପୂର୍ବ ବିଷୟ ଯାହାଦ୍ୱାରା ସ୍ମରଣ ହୁଏ ତାହାକୁ ଶ୍ରୁତି କହନ୍ତି। ଯାହାଦ୍ୱାରା ଭାବି ବିଷୟର ଅନୁମାନ ହୁଏ ତାକୁ ମତି କହନ୍ତି। ବୁଦ୍ଧି ଦ୍ୱାରା ଉପସ୍ଥିତ ବିଷୟର ବୋଧ ହୁଏ। ଭୂତ ବର୍ତ୍ତମାନ ଓ ଭବିଷ୍ୟତ ତିନି କାଳର କଥା ଯାହାଦ୍ୱାରା ବୋଧ ହୁଏ ତାହା ପ୍ରଜ୍ଞା। ନବ ବନ୍ମେଷଶାଳୀ ପ୍ରଜ୍ଞାକୁ ପ୍ରତିଭା କୁହାଯାଏ। ପ୍ରତିଭାର ଅନ୍ୟ ଅର୍ଥ ପ୍ରତ୍ୟୁତ୍ପନ୍ନମତିତା। ଶାସ୍ତ୍ର ବିଦ୍ୟା। ପଦାର୍ଥ ନିରୂପଣ ବିଷୟକ ବିଚାର ଯହିଁରେ ଥାଏ ତାକୁ ଶାସ୍ତ୍ର କହନ୍ତି। ଯଥା ଗଣିତ ଶାସ୍ତ୍ର, ନ୍ୟାୟଶାସ୍ତ୍ର ପ୍ରଭୃତି। ଶାସ୍ତ୍ରମାନଙ୍କର ଅନୁଶୀଳନ ଦ୍ୱାରା ବିଦ୍ୟା ଲାଭ ହୁଏ। ଭାଷା ସାହିତ୍ୟ। ଏକ ସମାଜର ଲୋକେ ନିଜ ନିଜର ଭାବର ଆଦାନ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ କଥାବାର୍ତ୍ତା କରିଥାନ୍ତି। ତାହା ସେହି ସମାଜର ଭାଷା ଅଟେ। ଏକ ଭାଷାରେ ରଚିତ କାବ୍ୟ, କବିତା, ଗଳ୍ପ, ନାଟକ, ଉପନ୍ୟାସାଦିକୁ ସାହିତ୍ୟ କୁହାଯାଏ। ଧ୍ୱନି ବର୍ଣ୍ଣ। ଆମେ ମୁଖ ଦ୍ୱାରା ଯାହା ଉଚ୍ଚାରଣ କରୁ ତାହାକୁ ଧ୍ୱନି କହନ୍ତି। ପଶୁପକ୍ଷୀମାନଙ୍କର ଉଚ୍ଚାରଣ ମଧ୍ୟ ଧ୍ୱନି ଅଟେ। ଝରଣାର କୁଳୁକୁଳୁ ନାଦ, ମେଘର ଘଡ଼ଘଡ଼ି ଗର୍ଜନ, ଭ୍ରମରର ଗୁଞ୍ଜନ ପ୍ରଭୃତି ମଧ୍ୟ ଧ୍ୱନି ଅଟେ। ଧ୍ୱନି ଲିଖିତ ରୂପେ ବର୍ଣ୍ଣ ଅଟେ। ଶବ୍ଦ ପଦ। ଅର୍ଥବୋଧକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ। ଶବ୍ଦ ଓ ଧାତୁ ସହିତ ବିଭକ୍ତି ଯୁକ୍ତ ହେଲେ ତାହା ପଦ ହୁଏ। ଧାତୁ ଓ କ୍ରିୟା। କ୍ରିୟାର ମୂଳ ପିଣ୍ଡକୁ ଧାତୁ କୁହାଯାଏ। ଧାତୁ ସହିତ ବିଭକ୍ତି ଯୋଗ କରାଯାଇ କ୍ରିୟାପଦ ଗଠନ କରାଯାଏ। ବୁଦ୍ଧି, ମେଧା, ଧୀ, ବିବେକ। ମନର ଯେଉଁ ବୃତ୍ତି ଦ୍ୱାରା ଉପସ୍ଥିତ ବିଷୟର ବୋଧ ହୁଏ ତାହା ହିଁ ବୁଦ୍ଧି ଅଟେ। ଯେଉଁ ଶକ୍ତି ଦ୍ୱାରା ଏକ ଉଦ୍ଦିଷ୍ଟ ଶାସ୍ତ୍ରରେ ବ୍ୟୁତ୍ପତ୍ତି ଅର୍ଜନ କରାଯାଏ ତାହା ମେଧା ଅଟେ। ଯେଉଁ ଶକ୍ତି ଦ୍ୱାରା ବ୍ୟକ୍ତି ବିଭିନ୍ନ ବିଷୟ ଅଧ୍ୟୟନ କରି ସଠିକ୍ ସିଦ୍ଧାନ୍ତରେ ଉପନୀତ ହୋଇପାରେ ତାହା ଧୀଶକ୍ତି ଅଟେ। ଭଲ ମନ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିବାର ଶକ୍ତି ବିବେକ ଅଟେ। ପ୍ରଣାମ ନମସ୍କାର। ପୂଜ୍ୟ ବ୍ୟକ୍ତିଙ୍କଠାରେ ପ୍ରଣାମ ଓ ସମସ୍କନ୍ଧ ବ୍ୟକ୍ତିଙ୍କୁ ନମସ୍କାର ବ୍ୟବହୃତ ହୋଇଥାଏ। ମଧୁର ମିଷ୍ଟ। ମିଷ୍ଟ ସାଧାରଣତଃ ସ୍ଥୂଳ ପଦାର୍ଥ ପ୍ରତି ପ୍ରୟୋଗ କରାଯାଇଥାଏ, ଯଥା ମିଷ୍ଟାନ୍ନ। ମଧୁର ସାଧାରଣତଃ ସୂକ୍ଷ୍ମ ପଦାର୍ଥ ପ୍ରତି ପ୍ରୟୋଗ କରାଯାଇଥାଏ, ଯଥା ମଧୁର ଆକୃତି, ମଧୁର ବଚନ ପ୍ରଭୃତି। କଦାଚିତ୍ ଲୋକେ ମିଷ୍ଟ ବଚନ ବୋଲି ପ୍ରୟୋଗ କରିଥାନ୍ତି, କିନ୍ତୁ ସାଧାରଣତଃ ଅପ୍ରକୃତ ବିଷୟରେ ମଧୁର ଶବ୍ଦର ପ୍ରୟୋଗ ଦେଖାଯାଏ। ରୋଗ ପୀଡ଼ା। ଯନ୍ତ୍ରଣା ମାତ୍ରକେ ପୀଡ଼ା ପଦବାଚ୍ୟ। ବିଶେଷ ଲକ୍ଷଣ ସମନ୍ୱିତ ପୀଡ଼ା ନିର୍ଦ୍ଦିଷ୍ଟ ରୋଗ ନାମରେ ଚିକିତ୍ସା ଶାସ୍ତ୍ରରେ ଅଭିହିତ ହୋଇଥାଏ। ନଦ ନଦୀ। ପୁରୁଷବାଚକ ଜଳପ୍ରବାହକୁ ନଦ ଓ ସ୍ତ୍ରୀବାଚକ ଜଳପ୍ରବାହକୁ ନଦୀ କହନ୍ତି, ଯଥା ବ୍ରହ୍ମପୁତ୍ର ନଦ, ଗଙ୍ଗା ନଦୀ। ଯଶ କୀର୍ତ୍ତି। ନାନାଦି ପ୍ରଭାବ କୀର୍ତ୍ତି ଓ ଶୌର୍ଯ୍ୟାଦି ପ୍ରଭାବ ଯଶଃ। ଦାନାଦି ପ୍ରଭାବ କୀର୍ତ୍ତି, ଶୌର୍ଯ୍ୟାଦି ପ୍ରଭାବଂ ଯଶଃ। ନାନାଦି ଦ୍ୱାରା କୀର୍ତ୍ତି ଅର୍ଜନ କରାଯାଇଥାଏ। ବୀରତ୍ୱ ପ୍ରଦର୍ଶନ କଲେ ଯଶ ଅର୍ଜନ କରାଯାଏ। କୌଣସି ବ୍ୟକ୍ତି ଅନ୍ୟ ଏକ ବ୍ୟୟ କରି ଏକ ମନ୍ଦିର ନିର୍ମାଣ କଲେ ସେ କୀର୍ତ୍ତିମାନ ବୋଲି କଥିତ ହେଲେ। କୌଣସି ବୀର ଅସାଧାରଣ ରଣକୌଶଳ ପ୍ରଦର୍ଶନ କରି ଶତ୍ରୁମାନଙ୍କୁ ପରାସ୍ତ କଲେ ସେ ଯଶସ୍ୱୀ ବୋଲି କଥିତ ହେଲେ। ବୃଦ୍ଧ ବର୍ଷିୟାନ। 70 ବର୍ଷରୁ ଅଧିକ ହେଲେ ସେ ବୃଦ୍ଧ। 90 ବର୍ଷରୁ ଅଧିକ ହେଲେ ସେ ବର୍ଷିୟାନ। ଭୟ, ଶଙ୍କା, ଆତଙ୍କ। ଶଙ୍କା ସନ୍ଦେହପୂର୍ଣ୍ଣ ମାତ୍ର, ଭୟ ନିଶ୍ଚୟାତ୍ମକ। ଅତିଶୟ ଭୟର ନାମ ଆତଙ୍କ। ଚିହ୍ନ, ଲକ୍ଷଣ। ଚିହ୍ନ ଏକଦେଶାତ୍ମକ ଓ ଲକ୍ଷଣ ବ୍ୟାପକ। ରମଣୀର ବାମଗଣ୍ଡରେ ଏକ ତିଳ ଚିହ୍ନ ଅଛି। ରମଣୀର ଆକୃତି, ବେଶଭୂଷା ଓ ଚାଲିଚଳନ ପ୍ରଭୃତିରୁ ସେ ଜଣେ ରାଜକୁମାରୀ ବୋଲି ପ୍ରତୀତ ହେଉଅଛି। ଦ୍ୱିତୀୟ ବାକ୍ୟରେ ରମଣୀ ବିଷୟରେ ଯାହା କୁହାଯାଇଛି ତାହା ରାଜକୁମାରତ୍ୱର ଲକ୍ଷଣ। ଲକ୍ଷଣରୁ ସ୍ୱରୂପ ପ୍ରକାଶ ପାଏ। ଚିହ୍ନ ଦ୍ୱାରା ବ୍ୟକ୍ତିକୁ ଶନାକ୍ତ କରାଯାଇଥାଏ। ଗ୍ରହ, ନକ୍ଷତ୍ର, ତାରା। ଗ୍ରହମାନଙ୍କର ନିଜର ଆଲୋକ ନାହିଁ, ନକ୍ଷତ୍ରମାନଙ୍କର ନିଜର ଆଲୋକ ଅଛି। ସୂର୍ଯ୍ୟ, ଚନ୍ଦ୍ର ବ୍ୟତୀତ ଅନେକ ସକଳ ଗ୍ରହ ନକ୍ଷତ୍ରକୁ ତାରା ବୋଲି କହନ୍ତି, ଯଥା ଧ୍ରୁବତାରା ଏକ ନକ୍ଷତ୍ର, କୁଆଁତାରା ଶୁକ୍ର ଗ୍ରହ ଇତ୍ୟାଦି। ନିଦ୍ରା, ତନ୍ଦ୍ରା। ଅଳ୍ପ ନିଦ୍ରାକୁ ତନ୍ଦ୍ରା ବୋଲି କହନ୍ତି। ଅତିଶୟ, ନିରତିଶୟ। ଅତିଶୟ ଅର୍ଥ ଅଧିକ, ନିରତିଶୟ ଅର୍ଥ ଯାହାଠାରୁ ଆଉ ଅଧିକ ନାହିଁ। କ୍ଷୁଦ୍ର, ଅଳ୍ପ। କ୍ଷୁଦ୍ର ଆକୃତିର ସୂଚକ, ଅଳ୍ପ ପରିମାଣର ସୂଚକ, ଯଥା କ୍ଷୁଦ୍ର ଜୀବ, ଅଳ୍ପ ଦୂର, କ୍ଷୁଦ୍ର ଆସନ, ଅଳ୍ପ ଜଳ। ଆଶା, ଭରସା। ଆଶା ସଫଳ କିମ୍ବା ବିଫଳ ହୋଇପାରେ, ମାତ୍ର ନିଶ୍ଚିତ
ସ୍ଥଳରେ ଭରସା ଶବ୍ଦର ପ୍ରୟୋଗ ହୁଏ। ବୃହତ୍ ପ୍ରକାଣ୍ଡ, ବୃହତ୍ ଶବ୍ଦଠାରୁ ପ୍ରକାଣ୍ଡ ଶବ୍ଦ ଆକାରରେ ଅଧିକତର ବିସ୍ତୃତ ସୂଚନା ଦିଏ। ଆଚାର ବ୍ୟବହାର, ଆଚାର ଅନ୍ୟର ଅପେକ୍ଷା ରଖେ ନାହିଁ, ଯଥା ତାଙ୍କର ଆଚାର ଭଲ ମନ୍ଦ, ମାତ୍ର ବ୍ୟବହାର ଅନ୍ୟର ଅପେକ୍ଷା ରଖେ, ଯଥା ସେ ମୋ ପ୍ରତି ଭଲ ବ୍ୟବହାର ଦେଖେଇଲେ। ଦୁଃଖ ଶୋକ, ଦୁଃଖ ସାଧାରଣ, ଶୋକ ମର୍ମଭେଦୀ। ଶୋକକୁ ଦୁଃଖ କୁହାଯାଇପାରେ, ମାତ୍ର ଦୁଃଖକୁ ଶୋକ କୁହାଯାଇ ପାରିବ ନାହିଁ। ସମ୍ପତ୍ତି ନାଶରେ ଦୁଃଖ, ଆତ୍ମୀୟ ନିଧନରେ ଶୋକ ଉପସ୍ଥିତି ହୁଏ। ଅର୍ଜନ ପ୍ରାପ୍ତି, ପରିଶ୍ରମ କରି ବିଦ୍ୟାଧନାଦି ଅର୍ଜନ କରାଯାଏ, ପ୍ରାପ୍ତିରୁ ସେହି ସୂଚନା ମିଳେ ନାହିଁ। ଲୋକ ପରିଶ୍ରମ ନ କରି ମଧ୍ୟ ଇଷ୍ଟବସ୍ତୁ ପ୍ରାପ୍ତ ହୋଇପାରେ। ପର୍ଯ୍ୟାପ୍ତ ଅପର୍ଯ୍ୟାପ୍ତ, ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଦ୍ରବ୍ୟାଦି ପର୍ଯ୍ୟାପ୍ତ ବୋଲି କଥିତ ହୁଏ। ଅପର୍ଯ୍ୟାପ୍ତ ଅର୍ଥ ଅତି ଅଧିକ, ଆବଶ୍ୟକତା ପୂରଣ କରି ଦ୍ରବ୍ୟାଦି ବଳକା ହେଲେ ଅପର୍ଯ୍ୟାପ୍ତ ଶବ୍ଦର ପ୍ରୟୋଗ କରାଯାଏ। ଦେହ ଅଙ୍ଗ, ସମୁଦାୟ ଶରୀରକୁ ଦେହ କହନ୍ତି। ହସ୍ତ ପ୍ରଭୃତିକୁ ଅଙ୍ଗ କୁହାଯାଏ। ଜଙ୍ଘ ଜାନୁ, ଆଣ୍ଠୁକୁ ଜାନୁ କୁହାଯାଏ। ଆଣ୍ଠୁର ଉପରିଭାଗକୁ ଜଙ୍ଘ କୁହାଯାଏ। ଶବ୍ଦ ନାଦ, ଧ୍ୱନି ମାତ୍ରକେ ନାଦ ପଦବାଚ୍ୟ। ନାଦ ବ୍ୟାପକ, ଧ୍ୱନି ବର୍ଣ୍ଣାତ୍ମକ ହେଲେ ଶବ୍ଦ ରୂପେ କଥିତ ହୁଏ, ଯଥା ପାଞ୍ଚଜନ୍ୟ ଶଙ୍ଖର ନାଦ 10 ଦିଗରେ ବ୍ୟାପିଗଲା। କେହି ଜଣେ କବାଟରେ ଠକ୍ ଠକ୍ ଶବ୍ଦ କରୁଅଛି। ଦ୍ୱନ୍ଦ୍ୱ କହଳ, କହଳ ବ୍ୟାପକ, ଦୁଇ ଜଣଙ୍କ ମଧ୍ୟରେ କହଳକୁ ଦ୍ୱନ୍ଦ୍ୱ କୁହାଯାଏ। ଅପତ୍ୟ ସନ୍ତାନ ସନ୍ତତି ପୁତ୍ର, ଅପତ୍ୟ ସନ୍ତାନ ସନ୍ତତି, ଏହି ତିନି ପଦର ଅର୍ଥ ସମାନ। ଯାହାଦ୍ୱାରା ବଂଶର ପତନ ହୁଏ ନାହିଁ ତାକୁ ଅପତ୍ୟ ଓ ଯାହାଦ୍ୱାରା ବଂଶର ବୃଦ୍ଧି ହୁଏ ତାହାକୁ ସନ୍ତାନ ସନ୍ତତି କହନ୍ତି। ପୁଅ ପୁତ୍ର ଓ କନ୍ୟା ଉଭୟକୁ ଅପତ୍ୟ ବା ସନ୍ତାନ ସନ୍ତତି କୁହାଯାଏ। ଯିଏ ପୁତ ନାମକ ନରକରୁ ଉଦ୍ଧାର କରେ ତାକୁ ପୁତ୍ର କହନ୍ତି। କଷ, କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା, ଘୃଣା, ଦ୍ୱେଷ, ହିଂସା, ଅନ୍ୟର ଆଚରଣ ମୋ ପ୍ରତି ପ୍ରତିକୂଳ, ଏହିପରି ଧାରଣକୁ କୋପ ଜାତ ହୁଏ। କୋପ ପ୍ରବଳ ହେଲେ କ୍ରୋଧର ରୂପ ନିଏ। କ୍ରୋଧ ଜାତ ହେଲେ ବ୍ୟକ୍ତି ଅନ୍ୟକୁ ଆଘାତ କରିବାକୁ ଉଦ୍ୟତ ହୁଏ। ଅନ୍ୟ ଅପକାର କରିବାର ନାମ ଦ୍ରୋହ। ଅନ୍ୟର ସୁଖ ସମୃଦ୍ଧି ଦେଖି ଅସୁଖ ଅନୁଭବ କରିବାର ନାମ ଈର୍ଷା। ଅନ୍ୟର ଗୁଣରେ ଦୋଷ ଦର୍ଶନ କରିବାର ନାମ ଅସୂୟା। ଅନ୍ୟ ପ୍ରତି ଅଶ୍ରଦ୍ଧାର ନାମ ଘୃଣା। ଅନ୍ୟର ଅନିଷ୍ଟ କରିବାର ଇଚ୍ଛାକୁ ଦ୍ୱେଷ କହନ୍ତି। ଦ୍ୱେଷ ପ୍ରବଳ ହେଲେ ତାହାକୁ ହିଂସା କୁହାଯାଏ। ହିଂସା ଦ୍ୱାରା ଅନ୍ୟକୁ ଦାରୁଣ ଆଘାତ ଦେବା ପାଇଁ ବା ବଧ କରିବା ପାଇଁ ଇଚ୍ଛା ଜାତ ହୋଇଥାଏ। ପ୍ରଣୟ ପରିଣୟ, ପ୍ରଣୟର ଅର୍ଥ ପ୍ରୀତି, ପରିଣୟର ଅର୍ଥ ବିବାହ। ସ୍ମିତ ହାସ୍ୟ, ମନ୍ଦ ବା ঈଷତ୍ ହାସ୍ୟକୁ ସ୍ମିତ ବୋଲି କହନ୍ତି। ଅହଙ୍କାର, ଦମ୍ଭ, ଗର୍ବ, ଅଭିମାନ, ନିଜକୁ ବଡ଼ ବୋଲି ଭାବିବା ଅହଙ୍କାର ଅଟେ। ନିଜକୁ ବଡ଼ ମନ କରି ତାହା ମୁଖରେ କାର୍ଯ୍ୟର ପ୍ରକାଶ କରିବାକୁ ଦମ୍ଭ କହନ୍ତି। ଅନ୍ୟ ଲୋକେ ମୋତେ ବଡ଼ ବୋଲି ମନେ କରନ୍ତୁ, ଏପରି ଇଚ୍ଛାକୁ ଗର୍ବ କହନ୍ତି। ଅଭିମାନୀ ବ୍ୟକ୍ତି ସାମାନ୍ୟ ମାନହାନି ସହିପାରେ ନାହିଁ। ଜନ, ଲୋକ, ମନୁଷ୍ୟ, ଜନ ଓ ଲୋକ ଉଭୟ ଲିଙ୍ଗରେ ମନୁଷ୍ୟ ପୁଂଲିଙ୍ଗରେ ବ୍ୟବହୃତ ହୁଏ। ଆନନ୍ଦ, ସନ୍ତୋଷ, ନିର୍ମଳ ସୁଖକୁ ଆନନ୍ଦ ବୋଲାଯାଏ। ଅଭାବବୋଧର ଅଭାବ ହିଁ ସନ୍ତୋଷଜାତ କରାଏ। ସନ୍ତୋଷ ଆନନ୍ଦ ଅପେକ୍ଷା ଅଧିକତର ସ୍ଥାୟୀ, ଯଥା ସନ୍ତୁଷ୍ଟସ୍ୟ ସଦା ସୁଖମ୍। ଆୟୁ, ବୟକ୍ରମ, କାହାରି ବୟକ୍ରମ କେତେ ପଚାରିଲେ ତାଙ୍କ ଜୀବନରୁ କେତେ ବର୍ଷ ଅତିବାହିତ ହୋଇଛି କହିବାକୁ ହେବ। ଜୀବିତ କାଳକୁ ଆୟୁ କହନ୍ତି। ତାଙ୍କ ଆୟୁ କେତେ ହୋଇଥିଲା ପଚାରିଲେ ସେ କେତେ ବର୍ଷ ଜୀବିତ ଥିଲେ କହିବାକୁ ହେବ। ମୃତ୍ୟୁ ଉତ୍ତାରୁ ଆୟୁ ଜଣାଯାଏ। ଜୀବାବସ୍ଥାରେ ବୟକ୍ରମ ଗଣନା ହୁଏ। ପରିହାସ, ଉପହାସ, ପରିହାସରେ ରସିକତାର ଓ ଉପହାସରେ ତାଚ୍ଛଲ୍ୟର ଆଧିକ୍ୟ ଥାଏ। ପରିହାସରେ ମଧୁର ଲାଗେ, ଉପହାସରେ ବାଧେ। ଦିଗ, ବିଦିଗ, ଚାରି ଦିଗକୁ ଦିଗ କହନ୍ତି, ଚାରି କୋଣକୁ ବିଦିଗ କହନ୍ତି, ଯଥା ଉତ୍ତର ଦିଗ ଦିଗ, ବାୟୁକୋଣ, ବିଦିଗ କୋଣ। ବୃକ୍ଷ, ଗୁଳ୍ମ, ବୃକ୍ଷ ବୃହତ୍, ଗୁଳ୍ମ କ୍ଷୁଦ୍ର। ଗଣ୍ଡି ରହିତ ଗଛ ଗୁଳ୍ମ ପଦ୍ୟବାଚ୍ୟ ଅଟେ। ଦକ୍ଷତା, କୌଶଳ, ଦକ୍ଷତା ଅପେକ୍ଷା କୌଶଳ ଅଧିକତର ଗୌରବ ସୂଚକ। କୌଣସି କାର୍ଯ୍ୟ ସମ୍ପାଦନ କରିବାରେ ଜଣଙ୍କର ଦକ୍ଷତା ଥାଇପାରେ। ପୂର୍ବାପର ବିବେଚନା କରି କାର୍ଯ୍ୟରେ ସଫଳ ହେବା ନିମିତ୍ତ କୌଶଳର ପ୍ରୟୋଜନ ଥାଏ। ନିରୂପଣ, ନିରାକରଣ, ନିରୂପଣର ଅର୍ଥ ନିର୍ଣ୍ଣୟ କରିବା, ନିରାକରଣର ଅର୍ଥ ନିବାରଣ କରିବା। ଅସାଧ୍ୟ, ଅସମ୍ଭବ, ଯାହା କରିହେବ ନାହିଁ ତାହା ଅସାଧ୍ୟ, ଯାହା ସମ୍ଭବ ନୁହେଁ ତାହା ଅସମ୍ଭବ। ଏକ ବ୍ୟକ୍ତିର ଯାହା ଅସାଧ୍ୟ ଅନ୍ୟର ତାହା ସାଧ୍ୟ ହୋଇପାରେ, ମାତ୍ର ଯାହା ଅସମ୍ଭବ ତାହା କାହାରି ସାଧ୍ୟ ନୁହେଁ। ନିବେଦନ, ବିଜ୍ଞାପନ, ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରେ
ଗୁହାରିକୁ ନିବେଦନ କୁହାଯାଏ। କୌଣସି କଥା ସର୍ବସାଧାରଣରେ ଗୋଚରୀଭୂତ କରାଇବାର ନାମ ବିଜ୍ଞାପନ। କୁଟିଳ କ୍ରୂର, ଯାହାର ହୃଦୟ ଅନ୍ୟର ଜୀବନ ପ୍ରତି ଦୟାମାୟା ନାହିଁ, ସେ କ୍ରୂର। ଯେଉଁ ବ୍ୟକ୍ତି ପରର ଅନିଷ୍ଟ ସାଧନ ନିମନ୍ତେ ଷଡ଼ଯନ୍ତ୍ର କରେ, ସେ କୁଟିଳ ଅଟେ। ଅନୁରକ୍ତ ଆସକ୍ତ। ଅନୁରକ୍ତ ଶବ୍ଦଟି ଭଲ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ଏବଂ ଆସକ୍ତ ଶବ୍ଦଟି ମନ୍ଦ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଗୁରୁଙ୍କ ପ୍ରତି ଛାତ୍ରର ଅନୁରକ୍ତ, ମଦ୍ୟପ ସୁରାପାନ ପ୍ରତି ଆସକ୍ତ। ଆହାର ଗ୍ରାସ। ଆହାରର ଅର୍ଥ ସାଧାରଣ ଖାଇବା। ସେ ଦଧି ମିଶ୍ରିତ ଅନ୍ନ ଆହାର କଲେ। ଗ୍ରାସ ଅର୍ଥ ଗିଳି ପକାଇବା। ଗ୍ରହଣ କାଳରେ ରାହୁ ଚନ୍ଦ୍ରମାକୁ ଗ୍ରାସ କଲେ। ବାଧା ପ୍ରତିବନ୍ଧକ। ବାଧା ହେତୁ କାର୍ଯ୍ୟ ହୁଏ ନାହିଁ, ପ୍ରତିବନ୍ଧକ ହେତୁ କଷ୍ଟରେ କାର୍ଯ୍ୟ ସମ୍ପନ୍ନ ହୁଏ। ଚତୁର ଶଠ। ଚତୁରତା ପ୍ରଶଂସନୀୟ, ଶଠତା ନିନ୍ଦନୀୟ। ବୁଦ୍ଧିମାନ ବ୍ୟକ୍ତି ଚତୁର ଓ ଧୂର୍ତ୍ତ ବ୍ୟକ୍ତି ଶଠ ହୁଏ। ବୈରାଗୀ ତପସ୍ୱୀ। ସାଂସାରିକ ବିଷୟରେ କାହାର ଆସକ୍ତି ନାହିଁ, ସେ ବୈରାଗୀ। ଯିଏ କ୍ଲେଶ ସହ୍ୟ କରି ତପସ୍ୟା କରନ୍ତି, ସେ ତପସ୍ୱୀ। କାଳ ସମୟ। କାଳ ଅନାଦି ଓ ଅନନ୍ତ। ସମୟ କାଳର ନିର୍ଦ୍ଦିଷ୍ଟ ଅଂଶ। ପ୍ରଭା କିରଣ। ସୂର୍ଯ୍ୟରଶ୍ମିକୁ କିରଣ ଓ ତାହାର ଜ୍ୟୋତିକୁ ପ୍ରଭା କହନ୍ତି। ବଧ ହତ୍ୟା। ପ୍ରାଣନାଶ କରିବାକୁ ବଧ କହନ୍ତି। ଅକାରଣ କିମ୍ବା ଅବୈଧ ଭାବରେ ପ୍ରାଣନାଶକୁ ହତ୍ୟା କହନ୍ତି। ଅର୍ଜୁନ କର୍ଣ୍ଣକୁ ବଧ କଲେ। ନାଥୁରାମ ଗୋଡସେ ଗାନ୍ଧୀଙ୍କୁ ହତ୍ୟା କଲେ। ଦେଶ ରାଜ୍ୟ। ସବୁ ରାଜ୍ୟକୁ ଦେଶ କୁହାଯାଏ, ମାତ୍ର ସବୁ ଦେଶକୁ ରାଜ୍ୟ କୁହାଯାଏ ନାହିଁ। ସେ କୌଣସି ଅଞ୍ଚଳ ଦେଶ ପଦବାଚ୍ୟ, ରାଜାଙ୍କ ଅଧୀନସ୍ଥ ଅଞ୍ଚଳ ରାଜ୍ୟ ପଦବାଚ୍ୟ। ସ୍ୱଭାବ ଅଭ୍ୟାସ। ସ୍ୱଭାବ ଈଶ୍ୱରଦତ୍ତ ଅଟେ। କୌଣସି କାର୍ଯ୍ୟ ପୁନଃ ପୁନଃ କରି ସ୍ୱଭାବ ତୁଲ୍ୟ ହେଲେ ତାହାକୁ ଅଭ୍ୟାସ କହନ୍ତି। ଅହରେଚ୍ଛା ସ୍ୱାଭାବିକ ଓ ମଦ୍ୟପାନେଚ୍ଛା ଅସ୍ୱାଭାବିକ ଅଟେ। କାମ, କ୍ରୋଧ, ବାତ୍ସଲ୍ୟ ଇତ୍ୟାଦି ବୃତ୍ତି ସ୍ୱାଭାବିକ। ଚୋରର ଚୋରି କରିବାର ଇଚ୍ଛା ଅଭ୍ୟାସରୁ ହୁଏ। ଏତେ ଏଡ଼େ। ଏତେ ପରିମାଣବାଚକ, ଏଡ଼େ ଆକୃତିବାଚକ ଅଟେ। ଏତେ ଦୂର, ଏତେ ବଡ଼। କେତେ କେଡ଼େ। କେତେ ପରିମାଣବାଚକ ଓ କେଡ଼େ ଆକୃତିବାଚକ ଅଟେ। ତାଙ୍କର ବୟସ କେତେ। ପାହାଡ଼ଟି କେତେ ବଡ଼। ଅକ୍ଷମ, ଅଯୋଗ୍ୟ। କାର୍ଯ୍ୟ କରିବାର ସାମର୍ଥ୍ୟ ନଥିଲେ ବ୍ୟକ୍ତି ଅକ୍ଷମ ବୋଲି ପରିଗଣିତ ହୁଏ। ଛୋଟା ପିଲାଟି ଦୌଡ଼ିବା ପାଇଁ ଅକ୍ଷମ। କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଦକ୍ଷତା ନଥିଲେ ବ୍ୟକ୍ତି ଅଯୋଗ୍ୟ ବୋଲି ପରିଗଣିତ ହୁଏ। ସେ ଜଣେ ଉତ୍ତମ ଶିକ୍ଷକ, କିନ୍ତୁ ପ୍ରଧାନ ଶିକ୍ଷକ ହେବା ପାଇଁ ଅଯୋଗ୍ୟ। ବନ୍ଧୁ ସୁହୃତ୍। ବନ୍ଧୁଠାରୁ ସୁହୃତ୍ ଘନିଷ୍ଠତର ଅଟେ। ସୁହୃତ୍‌କୁ ବନ୍ଧୁ ବୋଲାଯାଇପାରେ, ମାତ୍ର ସବୁ ବନ୍ଧୁ ସୁହୃତ୍ ନୁହନ୍ତି। ସାଧାରଣ ସମ୍ପର୍କରୁ ବନ୍ଧୁତା ଜନ୍ମେ। ଆନ୍ତରିକ ଭାବରେ ମଙ୍ଗଳକାମୀ ବ୍ୟକ୍ତି ସୁହୃତ୍ ପଦବାଚ୍ୟ। ଚରିତ ଚରିତ୍ର। ଚରିତ ଶବ୍ଦର ଅର୍ଥ ଜୀବନ ବୃତ୍ତାନ୍ତ। କୌଣସି ଲୋକର ଚରିତ ବର୍ଣ୍ଣନା କରିବାକୁ ହେଲେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଯାହା ଯାହା କରିଥିଲେ ତାହା ଲେଖିବା ଆବଶ୍ୟକ। ଚରିତ୍ରର ଅର୍ଥ ଚରିତ୍ର। କେହି ସ୍ୱଭାବ ବର୍ଣ୍ଣନା କରିବାକୁ ହେଲେ ସେ କିପରି ଲୋକ ଥିଲେ ଲେଖିବା ଆବଶ୍ୟକ। ପଦ୍ୟ କବିତା। ଛନ୍ଦର ନିୟମାନୁସାରେ ଲିଖିତ ଲେଖାକୁ ପଦ୍ୟ କହନ୍ତି। ପଦ୍ୟ ରଚନାତ୍ମକ ହେଲେ କବିତା ନାମ ପ୍ରାପ୍ତ ହୁଏ। ଗଦ୍ୟରେ ମଧ୍ୟ କବିତା ଥାଇପାରେ। ଗଣିତ, ଜ୍ୟୋତିଷ, ବିଜ୍ଞାନ ଆଦି ବିଷୟବସ୍ତୁ ପଦ୍ୟରେ ରଚିତ ହୋଇପାରେ, କିନ୍ତୁ ସେଗୁଡ଼ିକ କବିତା ନୁହେଁ। ପଦ୍ୟର ଉଦାହରଣ: ପଣକୁ ପଣ ପାଞ୍ଚ କଡ଼ା ଜାଣ, ପଣ ଗଣ୍ଡା ଅଷ୍ଟ ଦାଢ଼ ପ୍ରମାଣ। କବିତାର ଉଦାହରଣ: ପୁରାଣ କବି ବୃଦ୍ଧ ମୁନୀଶ୍ୱର, ଗହନ ବନେ କ୍ରୂର ନିଷାଦ ଶର। ବିଦ୍ଧ କ୍ରଞ୍ଚ ବିହଙ୍ଗ ଅବଲୋକନେ, ଶକ ଉଚ୍ଛ୍ୱାସ ଜାର ବହିଣ ଘନେ। ଶ୍ଳୋକ ରୂପେ ମହିଳା ସର୍ବବନୀ, ଚକିତେ ଶୁଣିଲେ ସେ କ୍ରନ୍ଦନ ଧ୍ୱନି। ଏହା ସୀତା ବନବାସରୁ ଉଦ୍ଧୃତ। ହାଟ ବଜାର। ହାଟ ସାମୟିକ, ବଜାର ତାର ବିପରୀତ। ଧର୍ମ ପୁଣ୍ୟ। ପବିତ୍ର କାର୍ଯ୍ୟରେ ପୁଣ୍ୟ ଶବ୍ଦ ଓ ସଦ୍ଗୁଣାଦି କାର୍ଯ୍ୟରେ ଧର୍ମ ଶବ୍ଦର ପ୍ରୟୋଗ କରାଯାଏ। ତପସ୍ୟା କରି ପୁଣ୍ୟ ସଞ୍ଚୟ କରାଯାଏ। ପ୍ରଜାପାଳନ ରାଜାଙ୍କର ଧର୍ମ ଅଟେ। ଆଦର ମର୍ଯ୍ୟାଦା। ଆଦର ସ୍ନେହଯୁକ୍ତ ଓ ମର୍ଯ୍ୟାଦା ଶ୍ରଦ୍ଧାଯୁକ୍ତ ଅଟେ। ଉଚ୍ଚ ବ୍ୟକ୍ତି ନିମ୍ନ ବ୍ୟକ୍ତିଙ୍କୁ ଆଦର କରନ୍ତି, ନିମ୍ନ ବ୍ୟକ୍ତି ଉଚ୍ଚ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦିଅନ୍ତି। ଦାସ ଭୃତ୍ୟ ଅନୁଚର। ଅନୁଚରଠାରୁ ଭୃତ୍ୟ, ଭୃତ୍ୟଠାରୁ ଦାସ ନୀଚତର ଅଟେ। ଦାସ ସମ୍ପୂର୍ଣ୍ଣ କର୍ତ୍ତୃତ୍ୱାଧୀନ, ଭୃତ୍ୟ ଅପେକ୍ଷାକୃତ ସ୍ୱାଧୀନତର। ଭୃତ୍ୟ ବେତନଭୋଗୀ। ପୂର୍ବେ ଦାସମାନେ କ୍ରୀତବିକ୍ରତ ହେଉଥିଲେ। ଯେଉଁମାନେ ପଶ୍ଚିମାଦ ଗମନ କରନ୍ତି ସେମାନଙ୍କୁ ଅନୁଚର କହନ୍ତି।
ବସ୍ତ୍ର ପରିଚ୍ଛଦ ଦରଜି ପରିଚ୍ଛଦ ଓ ତନ୍ତୀ ବସ୍ତ୍ର ପ୍ରସ୍ତୁତ କରେ। ଲୁଗାକୁ ବସ୍ତ୍ର ଓ ପୋଷାକକୁ ପରିଚ୍ଛଦ କହନ୍ତି। ପାହାଡ଼ ପର୍ବତ ପ୍ରସ୍ତର ସ୍ତୂପ ଅତ୍ୟନ୍ତ ବୃହତ୍ ହେଲେ ତାହାକୁ ପର୍ବତ ଓ କ୍ଷୁଦ୍ର ହେଲେ ତାକୁ ପାହାଡ଼ କହନ୍ତି, ଯଥା ହିମାଳୟ ପର୍ବତ, କପିଳାସ ପାହାଡ଼। ଜନ୍ତୁ ପଶୁ ପ୍ରାଣୀ ମାତ୍ରକୁ ଜନ୍ତୁ ଓ ଚତୁଷ୍ପଦ ପ୍ରାଣୀକୁ ପଶୁ କହନ୍ତି। ଯୁଦ୍ଧ ସମର ଯୁଦ୍ଧ ସମଷ୍ଟିକୁ ସମର କହନ୍ତି। ଶିଖ ସମର ଗୋଟିଏ ଯୁଦ୍ଧ ସବ୍ରା ଅନଠାରେ ହୋଇଥାଏ। ଶିଖର ସମର ଗୋଟିଏ ଯୁଦ୍ଧ ସବ୍ରା ଅନଠାରେ ହୋଇଥିଲା। ଫଳ ଓ କଳି ସବୁ କଳିକୁ ଫଳ କୁହାଯାଇପାରିବ, କିନ୍ତୁ ସବୁ ଫଳ କଳି ନୁହେଁ। ଫଳ ଅପେକ୍ଷାକୃତ ବୃହତ୍, କଳି କ୍ଷୁଦ୍ରକାୟ ଅଟେ। ବରକଳି, ଜାମୁକୋଳି, ବେତକଳି, ଅଙ୍ଗୁର କୋଳି ଇତ୍ୟାଦି କଳି ପଦବାଚ୍ୟ। ଆମ୍ବ, ନଡ଼ିଆ, ସପୁରୀ, ସପେଟା, କମଳା, ଲେମ୍ବୁ, ପଣସ, ସେଓ ଇତ୍ୟାଦି ଫଳ ପଦବାଚ୍ୟ। ଶକ୍ତି, ଫଳ, କ୍ଷମତା। ଆନ୍ତରିକ ବା ଆଧ୍ୟାତ୍ମିକ ସ୍ଥଳରେ ଶକ୍ତି ଶବ୍ଦ ବ୍ୟବହୃତ ହୁଏ, ଯଥା କବିତ୍ୱ ଶକ୍ତି, ରଚନା ଶକ୍ତି। ଭୌତିକ ସ୍ଥଳରେ ବଳ ଶବ୍ଦର ବ୍ୟବହାର ଦେଖାଏ, ଯଥା ବାହୁବଳ, ସେନାବଳ, ଯାନ୍ତ୍ରିକ ବଳ। ପ୍ରାପ୍ତ ଅଧିକାରକୁ କ୍ଷମତା କହନ୍ତି, ଯଥା ବିଚାରପତିଙ୍କ ଫାଶୀଦଣ୍ଡ ଦେବାର କ୍ଷମତା ଅଛି। ସ୍ଥଳ ବିଶେଷରେ ଶକ୍ତି ପାରଗତାକୁ ସୂଚିତ କରେ, ଯଥା ସ୍ମରଣ ଶକ୍ତି, ବିଚାର ଶକ୍ତି। ବଳ ସ୍ଥଳ ବିଶେଷରେ ଗୋଟିଏ ଗୁଣ ପ୍ରକାଶ କରେ, ଯଥା ଧର୍ମବଳ, ଆୟୁର୍ବଳ। ଅଷ୍ଟ ଅଧର ଉପର ଥଣ୍ଟକୁ ଅଷ୍ଟ, ନିମ୍ନ ଥଣ୍ଟକୁ ଅଧର କହନ୍ତି। ଉଭୟକୁ ଏକତ୍ର ଅଷ୍ଟାଧର କହନ୍ତି। ଆଧି ବ୍ୟାଧି ଆଧି ମାନସିକ ଓ ବ୍ୟାଧି ଶାରୀରିକ। ଦ୍ୱାର କର୍ତ୍ତୃକ ଯାହାଦ୍ୱାରା କରଣକାରକରେ ପ୍ରୟୋଗ କରାଯାଏ। କର୍ମବାଚ୍ୟ ଓ ଭାବବାଚ୍ୟରେ କର୍ତ୍ତାଠାରେ କର୍ତ୍ତୃକ ବା ଦ୍ୱାରାଶକ୍ତି ଲାଗିଥାଏ। କର୍ତ୍ତା ଯଦି ବ୍ୟକ୍ତି ହୋଇଥାଏ ତେବେ କର୍ତ୍ତୃକ ଶବ୍ଦ ପ୍ରୟୋଗ ସମୀଚୀନ। ସଙ୍କଟ ବିପଦ କୌଣସି ଅନିଷ୍ଟପାତକୁ ବିପଦ କହନ୍ତି। ବିପଦ ଘୋରତର ହେଲେ ତାକୁ ସଙ୍କଟ କୁହାଯାଏ। ସଙ୍କଟରୁ ଉଦ୍ଧାର ପାଇବାର ବାଟ ଦିଶେ ନାହିଁ, ତେଣୁ ସଙ୍କଟ କାଳରେ ଲୋକେ କିଂକର୍ତ୍ତବ୍ୟମୂଢ଼ ହୁଅନ୍ତି। ବୀର ଶୂର ଶୂରତା ଅପେକ୍ଷା ବୀରତା ଅଧିକତର ଗୌରବାବହ। ଶୂରତା ସାହସ ବଳର ସୂଚକ, ମାତ୍ର ବୀରତା ଅସାଧାରଣ ରଣକୌଶଳ ଓ ଅସାଧାରଣ ଶିକ୍ଷାର ସୂଚନା ଦିଏ। ଆଦେଶ ଉପଦେଶ ପ୍ରଭୁ ଭୃତ୍ୟକୁ ଆଦେଶ ଦିଅନ୍ତି, ବନ୍ଧୁ ବନ୍ଧୁକୁ ଉପଦେଶ ଦିଅନ୍ତି। ପରିଷ୍କୃତ ପରିଚ୍ଛନ୍ନ ଯାହାର ଦେହରେ କୌଣସି ପ୍ରକାର ମଳି ନାହିଁ ସେ ପରିଷ୍କୃତ। ଯିଏ ଉତ୍ତମ ବସ୍ତ୍ର ପରିଧାନ କରିଥାଏ ସେ ପରିଚ୍ଛନ୍ନ। ବୟନ ବପନ ବୟନର ଅର୍ଥ ଲୁଗା ବୁଣିବା, ବପନର ଅର୍ଥ ମଞ୍ଜି ବୁଣିବା। ବିଶେଷ ଦ୍ରଷ୍ଟବ୍ୟ କେହି କେହି ଭ୍ରମବଶତଃ ନିମ୍ନଲିଖିତ ଶବ୍ଦକୁ ଏକ ଅର୍ଥରେ ବ୍ୟବହାର କରନ୍ତି, କିନ୍ତୁ ପ୍ରକୃତରେ ସେଗୁଡ଼ିକର ପରସ୍ପର ବିପରୀତ ଅଟନ୍ତି। ରାଗ ଅନୁରାଗ ରାଗ ଅର୍ଥ କ୍ରୋଧ, ଅନୁରାଗ ଅର୍ଥ ସ୍ନେହ। ଅପେକ୍ଷା ଉପେକ୍ଷା ଅପେକ୍ଷାର ଅର୍ଥ ଚାହିଁ ରହିବା, ଉପେକ୍ଷାର ଅର୍ଥ ତ୍ୟାଗ କରିବା। ନିରୂପଣ ନିରାକରଣ ନିର୍ଣ୍ଣୟ କରିବାକୁ ନିରୂପଣ, ନିବାରଣ କରିବାକୁ ନିରାକରଣ କହନ୍ତି। ଗ୍ରହିତା ଗ୍ରହଣକର୍ତ୍ତା ଅର୍ଥରେ ଗ୍ରହିତା ହୁଏ, ଯଥା ଦାନ ଗ୍ରହିତା। ଗୃହୀତା ଅର୍ଥ ଯାହାକୁ ଗ୍ରହଣ କରାଯାଏ, ଯଥା ସ୍ତ୍ରୀ। ଭାବିତ ଚିନ୍ତିତ ଭାବିତ ଶବ୍ଦର ଅର୍ଥ ଅଙ୍ଗୀକୃତ ବା ସଂସ୍କୃତ। ଚିନ୍ତିତ ଶବ୍ଦର ଅର୍ଥ ଭାବନାଗ୍ରସ୍ତ। ନିରାଶ ନିରାଶା ନିରାଶ ଶବ୍ଦ ବିଶେଷଣ। ଅର୍ଥ ଆଶା ନଷ୍ଟ କରାଯାଇଛି ଯାହାର। ନିରାଶ ଶବ୍ଦର ବିଶେଷ୍ୟ ଅର୍ଥ ଆଶାହୀନତା। ଆଦାନ ପ୍ରଦାନ ଆଦାନ ଆଣିବା, ପ୍ରଦାନ ଦେବା ଅର୍ଥରେ ବ୍ୟବହୃତ ହୁଏ। ସୁଗନ୍ଧିତ ସୁଗନ୍ଧ ସୁଗନ୍ଧି ଶବ୍ଦର ଅର୍ଥ ଯାହାର ନିଜର ସ୍ୱାଭାବିକ ଗନ୍ଧ ଅଛି। ସୁଗନ୍ଧ ଶବ୍ଦର ଅର୍ଥ ଯିଏ ପରର ସୁଗନ୍ଧ ଦ୍ୱାରା ସୁବାସିତ। ସୁଗନ୍ଧି କମଳ ସୁଗନ୍ଧ ଧୂପକାଠି। ବାଗ୍ମୀ ବାଚାଳ ସୁବକ୍ତାଙ୍କୁ ବାଗ୍ମୀ କହନ୍ତି। ଅନର୍ଥକ ପ୍ରଳାପକାରୀକୁ ବାଚାଳ କହନ୍ତି। ଅର୍ଥୀ ଅର୍ଥବାନ ଅର୍ଥୀର ଅର୍ଥ ମାଗନ୍ତା, ଅର୍ଥବାନର ଅର୍ଥ ଧନୀ। ସମାପ୍ତମ୍।